ଯେତେବେଳେ ଆଧାର କାର୍ଡକୁ ଆଇଡି କାର୍ଡ ଭାବେ ଦେଉଛନ୍ତି ତା ଆଗରୁ ଟିକେ ମନେ ରଖନ୍ତୁ, ହେଇପାରେ ଆପଣଙ୍କୁ ଆଧାର କାର୍ଡ ମିସୟୁଜ୍ କରିପାରନ୍ତି। ତେଣୁ ଆଜିକାଲିକା ସମସ୍ତେ ମାସ୍ ଆଧାର କାର୍ଡ ୟୁଜ୍ କରୁଛନ୍ତି। ଏହାଦ୍ୱାରା ସିକ୍ୟୋର ରହୁଛି। ତେବେ ଚାଲନ୍ତୁ ଏହି ଭିଡ଼ିଓରେ ଜାଣିବା ମାସ୍ ଆଧାର କାର୍ଡ କେମିତି ଡାଉନଲୋଡ୍ ହୁଏ। ପ୍ରଥମେ ଆପଣଙ୍କ ଫୋନର ଗୁଗୁଲରେ ସର୍ଚ୍ଚ କରନ୍ତୁ uidai.gov.in। ତାପରେ ଇଂଲିଶରେ କ୍ଲିକ୍ କରନ୍ତୁ। ସାଇଟ୍କୁ ଆସିଲା ପରେ 3 ଲାଇନ୍ ପାଇବେ, ସେଥିରେ କ୍ଲିକ୍ କରନ୍ତୁ। ତାପରେ ମାଇ ଆଧାରରେ କ୍ଲିକ୍ କରନ୍ତୁ। ତାପରେ ଗେଟ୍ ଆଧାରରେ କ୍ଲିକ୍ କରନ୍ତୁ। ତାପରେ ଟିକେ ତଳକୁ ସ୍କ୍ରୋଲ୍ କଲେ ଡାଉନଲୋଡ୍ ଆଧାର ଅପସନ୍ ପାଇବେ, ସେଥିରେ କ୍ଲିକ୍ କରନ୍ତୁ। ଏବେ ଏଠାରେ ଆପଣଙ୍କୁ ଆଧାର ନମ୍ବର ଦିଅନ୍ତୁ। ତାପରେ ଏହି କ୍ୟାପ୍ଚାକୁ ଠିକ୍ସେ ଦେଖି ଏଠାରେ ଟାଇପ୍ କରନ୍ତୁ। ତାପରେ ସେଣ୍ଡ ଓଟିପିରେ କ୍ଲିକ୍ କରନ୍ତୁ। ଆପଣଙ୍କୁ ଆଧାରରେ ଲିଙ୍କ ଥିବା ମୋବାଇଲ ନମ୍ବରରେ ଓଟିପି ଯାଇଥିବ, ସେହି ଓଟିପିକୁ ଏଠାରେ ଫିଲ୍ କରନ୍ତୁ। ତାପରେ ଉପରେ ଗୋଟିଏ ଅପସନ୍ ପାଇବେ, ଡୁ ୟୁ ୱାଣ୍ଟ ମାସ୍କ ଆଧାର, ସେହି ଅପସନରେ କ୍ଲିକ୍ କରନ୍ତୁ। ତାପରେ ଭେରିଫାଏ ଡାଉନଲୋଡରେ କ୍ଲିକ୍ କରନ୍ତୁ। କିଛି ଟାଇମ୍ ଲୋଡିଂ ପରେ ଆଧାର କାର୍ଡ ଡାଉନଲୋଡ୍ ହେଇଯିବ। ହେଲା ପରେ ଅଟୋମେଟିକ୍ ଆଧାର PDF ଓପେନ୍ ହେଇଯିବ। ଏଠାରେ ଆପଣଙ୍କୁ ପାସୱାର୍ଡ ଦେବାକୁ ପଡ଼ିବ। ଏଠାରେ ଆପଣଙ୍କର ପାସୱାର୍ଡ ଇଂଲିଶରେ ଫାଷ୍ଟ 4ଟି ନାମ, ସିଏ ବି କ୍ୟାପିଟାଲ ଲେଟର। ତାପରେ ଆପଣଙ୍କର ଡେଟ୍ ଅଫ୍ ବାର୍ଥର ବର୍ଷ ଏମିତିକା ଦିଅନ୍ତୁ। ତାପରେ ଓପେନ୍ କରନ୍ତୁ। ଦେଖିପାରିବେ ଆପଣଙ୍କ ଆଧାରରେ ଫୁଲ୍ ନମ୍ବର ଶୋ ହେଉନାହିଁ। ଏହାକୁ ପ୍ରିଣ୍ଟ କରି ୟୁଜ୍ କରନ୍ତୁ। ଥ୍ୟାଙ୍କ ୟୁ।